ଶହ ଶହ ଲୋକ ଗୋଟେ ଗଛ ପାଇଁ ନିଜର ଜୀବନ ପରିତ୍ୟାଗ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ। ଘଟଣାଟା କୋଉଠି ସମୟ ହଉଛି 1973 ମସିହା ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ମଣ୍ଡଳ ଗାଁର ଘଟଣା ହଉଛି ଏଇଟା। ଚାମୋଲି ଜିଲ୍ଲାର ମଣ୍ଡଳ ଗାଁର ଘଟଣା ଏଇଟା ହଉଛି ଗୋଟେ ବଣ ଜଙ୍ଗଲ ପରିପୂର୍ଣ୍ଣ ଗାଁ। ସେ ଗାଁର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲେ। ସେ ପଶୁ ପକ୍ଷୀ ମାନଙ୍କ ଖାଦ୍ୟ, କାଠ, ପତ୍ର, ଝୁଣା ଏବଂ ଯୋଉଠି ମନେ ରଖନ୍ତୁ ଜଙ୍ଗଲ ଯୋଉଠି ଅଧିକ ଅଛି ସେଠି ପାଣିର ମଧ୍ୟ ସୁବିଧା ବହୁତ ଅଧିକ। ତ ସେଇ ମଣ୍ଡଳ ଗାଁର ଲୋକମାନେ କଣ ନା ସରକାରଙ୍କ ଉପରେ ବହୁତ କମ କିନ୍ତୁ ଜଙ୍ଗଲ ଉପରେ ବିଶେଷ ଭାବରେ ନିର୍ଭର କରି ଚଳୁଥିଲେ। ସରକାର ସେଠି ଗୋଟେ ଘୋଷଣା କଲେ କଣ ନା ସେ ଏରିଆର ଯୋଉଥିଲେ ଚାମୋଲି ଡିଷ୍ଟ୍ରିକ୍ଟର ସରକାର ଘୋଷଣା କଲେ ଯେ ଜଙ୍ଗଲରୁ କେହି ମଧ୍ୟ କାଠ ପତ୍ର କିମ୍ବା ଲାଖ ହଉ ଝୁଣା ହଉ କୌଣସି ପଶୁ ପକ୍ଷୀ କୌଣସି କିଛି ମଧ୍ୟ ଆଣିପାରିବେ ନାହିଁ। ତ ଲୋକମାନଙ୍କୁ କାଠ ଖଣ୍ଡିଏ ମଧ୍ୟ ମିଳିଲା ନାହିଁ। ଲୋକମାନଙ୍କୁ କାଠ ଖଣ୍ଡିଏ ମଧ୍ୟ ମିଳିଲା ନାହିଁ। କିନ୍ତୁ ସରକାର ସେଇଠି ଆଉ ଗୋଟିଏ ଭୁଲ କଲେ। ଜଣେ ଠିକାଦାର ଥିଲେ। ସେ ଠିକାଦାର କଣ କରୁଥିଲେ? ସେ ପ୍ରାଇଭେଟ କମ୍ପାନୀ ନା, ସରକାର ଆଜିକାଲି ମଧ୍ୟ କରୁଛନ୍ତି ଠିକାଦାର ମାନଙ୍କୁ ଜଙ୍ଗଲ କାଟିବା ପାଇଁ ଦେଇ ଦଉଛନ୍ତି। ତ ସେ ଠିକାଦାରକୁ ହଜାର ହଜାର ଗଛ କାଟିବା ପାଇଁ ସରକାର ପରମିଶନ ଦେଇଦେଲେ। ଆପଣ ମାନେ ଭାବନ୍ତୁ, ହଜାର ହଜାର ଗଛ ମାନେ ଜଙ୍ଗଲ ସଫା କରିବା ପାଇଁ ପରମିଟ ଦେଇଦେଲେ। ଏଠି ସାଧାରଣ ଲୋକଙ୍କୁ ଡାଳଟିଏ ମଧ୍ୟ ଆଣିପାରିବନି। ସାଧାରଣ ଲୋକ ଜଙ୍ଗଲରୁ ଡାଳଟିଏ ମଧ୍ୟ ଆଣିପାରିବନି। କିନ୍ତୁ ଜଣେ ଠିକାଦାର ଶହ ଶହ ହଜାର ହଜାର ଗଛ କାଟିକି ସଫା କରିଦେବା ପାଇଁ ସରକାର ନିଜେ ଅନୁମତି ଦେଉଛନ୍ତି। ତ ସେଥିରେ ଲୋକମାନେ କଣ କଲେ? ଲୋକମାନେ ଜାଗ୍ରତ ହେଲେ ଏବଂ ଜଙ୍ଗଲକୁ ସୁରକ୍ଷା କରିବା ପାଇଁ ଚାହିଁଲେ। ସେମାନେ ନିଷ୍ପତ୍ତି ନେଲେ ଯେ ଯଦି ଜଙ୍ଗଲ କଟିଗଲା, ଯଦି ଜଙ୍ଗଲ ଶେଷ ହେଇଗଲା ତାହେଲେ ଆମର ଭବିଷ୍ୟତ ହିଁ ଅନ୍ଧକାର। ଆଜିକାଲି ବି ଦେଖନ୍ତୁ ଜଙ୍ଗଲ ଉପରେ ଆମେ ନିର୍ଭର, କିନ୍ତୁ ଜଙ୍ଗଲ ଆମ ଉପରେ ନିର୍ଭର ନୁହେଁ। ଜଙ୍ଗଲ ମାନେ ପ୍ରକୃତି, ଆମେ ପ୍ରକୃତି ଉପରେ ନିର୍ଭର କରି ବଞ୍ଚୁଛୁ କିନ୍ତୁ ପ୍ରକୃତି ଆମ ଉପରେ ନୁହଁ। ତ ଗଛକୁ ବଞ୍ଚେଇବା ପାଇଁ କଣ କଲେ ନା କିଛି ଲୋକ କିଛି ନେତା ବାହାରି ଆସିଲେ। ସେ ଭିତରୁ ମୁଖ୍ୟ ନେତା ଥିଲେ କିଏ ନା ସୁନ୍ଦରଲାଲ ବହୁଗୁଣା ସେ ଥିଲେ ମୁଖ୍ୟ ନେତା। ତାଙ୍କର ଗୋଟିଏ ମାତ୍ର ସ୍ୱର, ଗୋଟିଏ ମାତ୍ର ଆବାଜ, ଗୋଟିଏ ମାତ୍ର ଆହ୍ୱାନ ଥିଲା ଇକୋଲୋଜି ଇଜ ପରମାନେଣ୍ଟ ଇକୋନୋମି। ଇକୋଲୋଜି ଇଜ ପରମାନେଣ୍ଟ ଇକୋନୋମି। ତାଙ୍କର ଏଇ ଗୋଟିଏ ଆବାଜରେ, ଗୋଟିଏ ଆହ୍ୱାନରେ ଶହ ଶହ ହଜାର ହଜାର ଲୋକ ଏକତ୍ରିତ ହେଲେ। ଆଉ ଜଣେ ନେତା ଥିଲେ ଚଣ୍ଡୀ ପ୍ରସାଦ ଭଟ୍ଟ। ସେ ଦୋସଲି ଗ୍ରାମ ସ୍ୱରାଜ ମଣ୍ଡଳର ସେ ଜଣେ ସଦସ୍ୟ ଥିଲେ। ସେ କଣ କଲେ? ସେ ଲୋକମାନଙ୍କୁ ସଂଗଠିତ କଲେ ଏବଂ ଜଙ୍ଗଲ ବଞ୍ଚାଇବା ପାଇଁ ସେମାନେ ଗୋଟେ ଆନ୍ଦୋଳନ କଲେ। ସେ ଆନ୍ଦୋଳନ କେମିତି ନା ଆନ୍ଦୋଳନ ଅହିଂସା ଭାବରେ ହବ। ହିଂସାକୁ ଆପଣେଇ ନିଆଯିବ ନାହିଁ। ତ ଏଠି ଯୋଉ ପୁରୁଷ ଭାଇ ମାନେ ଥିଲେ, ପୁରୁଷ ଭାଇ ମାନେ କଣ କଲେ? ପୁରୁଷ ଭାଇ ମାନେ ବିଭିନ୍ନ କାମରେ ଗାଁରୁ ବାହାରକୁ ଯାଆନ୍ତି, କିନ୍ତୁ ମହିଳା ମାନେ ରହିଲେ ଗାଁରେ। ତ ଏ ଆନ୍ଦୋଳନକୁ ଆଖି ଆଗରେ ରଖି ଯେ ସରକାର ତ ପରମିଶନ ଦେଇଛନ୍ତି ଗଛ କାଟିବା ପାଇଁ। ତ ଯୋଉ ଠିକାଦାର କଣ କଲା? ଠିକାଦାର ସେ ସଦାବେଳେ ଗାଁ ଲୋକଙ୍କ ଉପରେ ନଜର ରଖିଲା ଏବଂ ଯେତେବେଳେ ପୁରୁଷ ପୁଅ ମାନେ ଯେତେବେଳେ ଗାଁ ବାହାରକୁ ଯାଆନ୍ତି ସେ ସମୟରେ ସେ ଗଛ କାଟିବା ପାଇଁ ଯନ୍ତ୍ର ଧରିକି ଲୋକମାନଙ୍କୁ ଧରିକି ଆସିଲା। ଏ ସମୟରେ ମୁଖ୍ୟ ଭୂମିକା କିଏ କଲେ? ମୁଖ୍ୟ ଭୂମିକା ପାହାଡି ମହିଳା ମାନେ ପ୍ରଥମେ ଏଇଟା ହେଇଥିଲା ଚାମୋଲି ଜିଲ୍ଲାର ମଣ୍ଡଳ ଗାଁରେ। ମୁଖ୍ୟତଃ ବୁଝନ୍ତୁ, ଏଇ ମଣ୍ଡଳ ଗାଁର ଯୋଉ ମହିଳା ମା ଭଉଣୀ ମାନେ ଥିଲେ, ସେମାନେ କଣ କଲେ ନା ଗଛକୁ କୁଣ୍ଢେଇ ପକେଇଲେ। ଧରି ପକେଇଲେ। ମୁଁ ଅନ୍ୟ ବିଷୟରେ କହୁନି ଭାଇ ମାନେ, ମୁଁ କହୁଛି ଚିପକୋ ଆନ୍ଦୋଳନ ବିଷୟରେ, ଯୋଉଠିକି ଆମ ପ୍ରକୃତି ଆଉ ପରିବେଶକୁ ରକ୍ଷା କରିବା ପାଇଁ ପ୍ରଥମେ ଆନ୍ଦୋଳନ କରାଯାଇଥିଲା। ପ୍ରକୃତି ପାଇଁ ଆନ୍ଦୋଳନ, ଏଇଟା ଇତିହାସରେ ପ୍ରଥମ। ନିଜର ଅଧିକାର, ନିଜର ସ୍ୱାଭିମାନ, ଶିକ୍ଷା ପାଇଁ, ଦାବି ପୂରଣ ପାଇଁ, ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଇଛି, କିନ୍ତୁ ଏଠି ପ୍ରକୃତି ପାଇଁ ଆନ୍ଦୋଳନ କରାଯାଇଥିଲା। ତ ଗଛକୁ କୁଣ୍ଢେଇ ପକେଇଲେ, ସମସ୍ତେ ଗଛକୁ କୁଣ୍ଢେଇ ପକେଇଲେ ଏବଂ କହିଲେ ଯଦି ଗଛକୁ ଆପଣ ମାନେ କାଟିବେ ତା ପୂର୍ବରୁ ଆମକୁ କାଟନ୍ତୁ, ଆମକୁ କାଟିବାକୁ ପଡିବ, ନହେଲେ ଆମେ ଗଛ କାଟିବାକୁ ଦେବୁ ନାହିଁ। ତ ସେମାନେ ହିଂସାକୁ ଆପଣେଇଲେ ନାହିଁ, ଅହିଂସାକୁ ଆପଣେଇଲେ। ଗଛକୁ କୁଣ୍ଢେଇ ଧରିଲେ, ଗଛକୁ କହିଲେ ଗଛ ଆମର ମା, ଗଛ ଆମର ବନ୍ଧୁ, ଆମର ଭାଇ। ତ
ଏ ଆନ୍ଦୋଳନଟା ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ, ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ତୀବ୍ର ଭାବରେ ସମଗ୍ର ଭାରତ ବର୍ଷରେ ବ୍ୟାପିଗଲା। ସେ ସମୟରେ 1980 ମସିହାରେ ଇନ୍ଦିରା ଗାନ୍ଧୀ 1980 ଇନ୍ଦିରା ଗାନ୍ଧୀ ସେ ସମୟରେ ପ୍ରାଇମ ମିନିଷ୍ଟର ଥିଲେ। ସେ କଣ କଲେ ନା ସେ ଗୋଟେ ରିପୋର୍ଟ ତିଆରି କଲେ ଏବଂ ସର୍ଭେ ମାନେ ଅନୁସନ୍ଧାନ କଲା ପରେ ଜଣା ପଡିଲା ଯେ ଯଦି ଜଣେ ଲୋକ, ସାଧାରଣ ଲୋକ, ଜଙ୍ଗଲରେ ରହୁଥିବା ଲୋକ ଗୋଟେ କାଠି କାଟି ପାରିବ ନାହିଁ, ତ ଏଇ ବ୍ୟକ୍ତିଗତ କମ୍ପାନୀ, ପ୍ରାଇଭେଟ କମ୍ପାନୀ, ଠିକାଦାର ଗୁଡିକ ହଜାର ହଜାର ଗଛ କେମିତି କାଟିବ? ଏହାକୁ ଆଖି ଆଗରେ ରଖି ଶ୍ରୀମତୀ ଇନ୍ଦିରା ଗାନ୍ଧୀ 1980 ମସିହାରେ 15 ବର୍ଷ ପାଇଁ ଦେଶ ଭିତରେ କୌଣସି ଗଛ ବା ଜଙ୍ଗଲକୁ କଟା ଯାଇ ପାରିବ ନାହିଁ ବୋଲି ଗୋଟିଏ ଅର୍ଡର ପାସ୍ କଲେ ଏବଂ ଇତିହାସରେ ପ୍ରଥମ ଥର ଯଦି ପରିବେଶ ବା ପ୍ରକୃତିକୁ ବଞ୍ଚିବା ପାଇଁ କୌଣସି ଆନ୍ଦୋଳନ କରାଯାଇଥିଲା, ସେଇଟା ହଉଛି ଚିପୁ ଆନ୍ଦୋଳନ। କିନ୍ତୁ ଆଜିକାଲି ଦେଖନ୍ତୁ ଯେ ଆରାବଳୀ ପର୍ବତକୁ କାଟିଦେବା ପାଇଁ ମଧ୍ୟ ସରକାର ପରମିଶନ ଦେଇଦଉଛି। ସରକାର କେତେ ମୂର୍ଖ ବୋଲି କହିବାନି ତ, ତାଙ୍କର ଧାରଣା କେତେ ଭୁଲ ଧାରଣା ଦେଖନ୍ତୁ। ଆରାବଳୀ ପର୍ବତକୁ କାଟିଦେବା ପାଇଁ ମଧ୍ୟ ସରକାର ବର୍ତ୍ତମାନ ପରମିଶନ ଦେଇଦେଇଛି। ସେ ବିଷୟରେ ତର୍ଜମା ଚାଲିଛି, କଣ ରିପୋର୍ଟ ବାହାରିଛି ସେଟା ତ ଅନ୍ୟ ବିଷୟରେ କଥା ହେବା। କିନ୍ତୁ ମନେ ରଖନ୍ତୁ, ଇକୋଲୋଜି ଇଜ ପରମାନେଣ୍ଟ ଇକୋନୋମି। ମୁଖ୍ୟତଃ ଆମ ଦେଶ ପାଇଁ, ଆମ ଦେଶ ବହୁତ ଖଣିଜ ସମ୍ପଦରେ ଭରା ଏବଂ ଆମ ଦେଶର ପରିବେଶ ପରିସ୍ଥିତି ଭଳିଆ ସମଗ୍ର ପୃଥିବୀରେ ଅନ୍ୟ କୌଣସି ଦେଶ ନାହିଁ। ତ ଏଠି ମୋର ଗୋଟିଏ କଥା, ମୋର ଗୋଟିଏ ଅନୁରୋଧ ଯେ ସଦାବେଳେ ପ୍ରକୃତିକୁ ଆପଣ ମାନେ କେବେ ହେଲେ କ୍ଷତି ପହଞ୍ଚାନ୍ତୁ ନାହିଁ। କାହିଁକି? ପ୍ରକୃତି ରହିଲେ ଆମେ ରହିବା। ପ୍ରକୃତି ପାଇଁ ହିଁ ଆମେ, ଆମ ପାଇଁ ପ୍ରକୃତି ନୁହଁ। ତ ମନେ ରଖନ୍ତୁ, ଚିପକୋ ଆନ୍ଦୋଳନ ହିଁ ପ୍ରଥମ ଆନ୍ଦୋଳନ, ଯୋଉ ଆନ୍ଦୋଳନ ଦ୍ୱାରା ହଜାର ହଜାର ଗଛକୁ ବଞ୍ଚାଯାଏ।